ବର୍ତ୍ତମାନ ଟିକେ ଯେହେତୁ ମାନେ ମନେ ପକେଇ ପାରୁନି ମାନେ କିନ୍ତୁ 2 ଦିନ ପୂର୍ବରୁ ଆମ ଝିଅ ଯୋଉ ଡେଥ୍ କରିଗଲା ତାର 2 ଦିନ ପୂର୍ବରୁଟା ଥିଲା ମଙ୍ଗଳବାର ପରିକା ଲାଗୁଛି। ଆଉ ତାଙ୍କୁ ତ ମୁଁ ଫୋନ୍ କରିଥିଲି ମୁଁ କହିଲି କାଳେ ମୁଁ ପିଲାଟାକୁ ମୁଁ ବୁଝେଇଦେବି ଆଉ ମୋ ଝିଅ ତାକୁ ତ ଏମିତି ସେ କହିଲା ଯେ ମୁଁ ବାହା ହେବିନି ବୋଲିକି ମୁଁ ତ ଟ୍ରାଏ କରେ ମୁଁ ଟିକେ ପୁଅଟାକୁ ବୁଝେଇବାକୁ ଚାହେଁ କ'ଣ ଚାହୁଁଛି କ'ଣ ସେ ନିଜ ତରଫରୁ କ'ଣ ସେ କହୁଛି ହଁ କି ନା କ'ଣ କହୁଛି ସେଇଥିପାଇଁ ମୁଁ ତାକୁ କଲ୍ କଲି ଆଉ ତାକୁ ପଚାରିଲି ଯେହେତୁ ଏଇସବୁ କଥା ଯେ ମୋ ଝିଅ ତମ ବିନା ରହିପାରିବନି ସେ ତମକୁ ବହୁତ ଭଲ ପାଉଛି ଆଉ କାନ୍ଦୁଛି ଆଉ ତମେ କ'ଣ କହୁଛ ଆଉ ତମେ ତ କଥା ଦେଇଥିଲ ଆଗକୁ ବାହାଘର କରିବା ପାଇଁ ଆଉ ସେଇଟା ପାଇଁ ତମେ କ'ଣ କହୁଛ ଆଉ ସେ ସେଇଠି କହିଲା ଯେ ଆଣ୍ଟି ଆଉ ଏବେ ତ ଭଲ ପାଇବା ଆସୁନି। ମୁଁ କହିଲି ବାପା କ'ଣ ପାଇଁ ଏବେ ଭଲ ପାଇବା ଆସୁନି ତମେ ତ ଆଗରୁ ବହୁତ ବଢ଼ିଆ ସେ ମିଶିଛ ରହିଛ ଏକାଠି ବସିଛ ଖାଇଛ ବୁଲିଛ ଆଉ ଏତେ ଦିନ ଧରିକି ତମର ପ୍ରେମ ସମ୍ପର୍କ ଆଉ ବାହାଘର ପର୍ଯ୍ୟନ୍ତ ଯେହେତୁ କଥା ତୁମେ ହିଁ ଦେଇଛ ଯେ ଡିସେମ୍ବର 27 ବେଳକୁ 2027 ଡିସେମ୍ବର ବେଳକୁ ବାହାଘର କରିବା ପାଇଁ ଆଉ ଏବେ ପ୍ରୋବ୍ଲେମ୍ ରହିଲା କେଉଁଠି ଆଉ ବୁଝ ଆଣ୍ଟି ଏବେ ତ ମୋତେ ଖୁସି ଲାଗୁନି ନା ଏମିତି ସେ କହିଲା କହୁଛି ଷ୍ଟାର୍ଟିଂରେ ଯଦି ଏମିତି ଅଡ଼ୁଆ ରହିକି ଆମେ ବାହା ହେବୁ ଯେହେତୁ ଆଗକୁ ବି ପ୍ରୋବ୍ଲେମ୍ ହେବ। ମୁଁ କହିଲି ସେଟା କାହିଁକି ତମେ ନେଗେଟିଭ୍ କାହିଁକି ଭାବୁଛ ତମେ ତ ସବୁ ଠିକ୍ ଥିଲା ଏବେ ଅଚାନକ କାହିଁକି ତୁମେ ମନା କରୁଛ କାହିଁକି ଆଉ କିଛି ପ୍ରୋବ୍ଲେମ୍ ଅଛି କି ହେଲେ ନାଇଁ ଆଣ୍ଟି ସେମିତି କିଛି ନାହିଁ ତାପରେ ମୁଁ କହିଲି ମୋ ଝିଅକୁ ସେ କାନ୍ଦୁଛି ବାହା ହେବା ପାଇଁ ଯେ ମନା କରୁଛ ତାକୁ ଯେ ବ୍ରେକଅପ୍ କଥାଟା ତୁମେ କହିଦେଲ ଆଉ ଆଜ୍ଞା ମୋର ଏବେ ମନେ ପଡ଼ିଲା ଯେ ସେଇ ଯୋଉ ମଙ୍ଗଳବାର ଦିନ ଯୋଉ ବାହାରିକି ଗଲେ ଝିଅ ସେଇଦିନ ସେଇ ଗୋଟେ ୱାର୍ଡ ତାକୁ କହିଥିଲା ଯେ ମୁଁ ବ୍ରେକଅପ୍ କରିଦେଲି ତୋ ସହିତ ସେଇଥିପାଇଁ ମୋ ଝିଅ ବହୁତ କାନ୍ଦିକି ସେ ଘରେ ତାକୁ ଭଲ ଲାଗିଲାନି ଝିଆରୀ ଆସିବା ପୂର୍ବରୁ ଘର ତାଲା ପକେଇକି ବାହାରିଥିଲା ସେଇଟା ସେଇ ମଙ୍ଗଳବାର ଦିନ ଆଉ ବର୍ତ୍ତମାନ ସିଏ କ'ଣ କହୁଛନ୍ତି ମାନେ ଏବେ ଏବେ ତାଙ୍କୁ ଯୋଉ ତାଙ୍କ ସହିତ ଆପଣ ଆଉ କଥା ହେଲେଣି? ନା ନା ଏବେ ମୁଁ ପୁଅ ସାଙ୍ଗରେ କଥା ହେଇନି। ଆଜ୍ଞା ମୁଁ ତ ଆଜ୍ଞା ଦୁଃଖୀରେ ଅଛି ମୋ ଝିଅ ଚାଲିଗଲାଣି। ମୁଁ ଆପଣଙ୍କ ମାଧ୍ୟମରେ ଚାହୁଁଛନ୍ତି କ'ଣ ଆକ୍ଚୁଆଲି ଯେ ଯୋଉ ସେ ଭୀମସେନ ଆଉ ସ୍ୱାତି ଏଇ 2 ଜଣଙ୍କୁ ତାଙ୍କର ମାନେ ଦଣ୍ଡ ମିଳୁ ସେମାନଙ୍କୁ ମାନେ ମତେ ନ୍ୟାୟ ମିଳୁ ମୋ ଝିଅକୁ ନ୍ୟାୟ ମିଳୁ ଆପଣ ମାନେ ହିଁ ମତେ ସେଇଗୁଡାକ ସବୁ ତାଙ୍କୁ ତ ଦଣ୍ଡ ମିଳୁ ମୋ ଝିଅ ବହୁତ ଟର୍ଚର ସହିଛି ବହୁତ ଟର୍ଚର ସେମାନେ କରିଛନ୍ତି ସେ ପୁଅ ବି କେତେ ଝିଅ ମୋର ଗିରଗିରେଇଛି ତମ ବିନା ରହିପାରିବିନି ତମକୁ ଏକଲା ହିଁ ମୁଁ ଭଲ ପାଏ ଆଉ କାହାକୁ ବି ମୁଁ ଦେଖେନି ଆଉ ବାହାଘର ଯେହେତୁ ତମେ ହିଁ ଫିକ୍ସ କରିଥିଲ ଆଗକୁ ତେଣୁ ବାହାଘର ତ ଆମକୁ ସିଓର ହବ ତମେ କାହିଁକି ତମ ଘର ଲୋକ ଆମ ଘରକୁ ଆଣୁନ ଦେଖା କରିତେ ସେଇଠୁ ସେ ପିଲା କହିଲା ନା ତମେ ସଫା ନାହ ଦେଖିତେ ସୁନ୍ଦର ନାହ ସେଇଥିପାଇଁ ମୁଁ ଆମ ଘର ଲୋକ ତମକୁ ରିଜେକ୍ଟ କରିଦେବେ। ତାପରେ ଆମ ଝିଅ କହିଲା ଯେ ଭଲ ପାଇବା ତ ଭଲ ପାଇବା ସେଠି କ'ଣ ଗୋରା କଳା ଭେଦଭାବ କ'ଣ ଆସିବ ତମେ ମାନେ ଭଲ ପାଇବାଟା ସେଠି କ'ଣ ଆସିବ ବାପା ମାଙ୍କ ଉପରେ କ'ଣ ଛାଡ଼ି ଦଉଛ ସେ ସେଇଠୁ ଝିଅ କହିଲା ଯେ ଆଉ ଏଇ ପୂର୍ବରୁ ସେତେବେଳକୁ ମାନେ ସେ ଛାତି ବୋଲିକି ଝିଅଟା ଏଣ୍ଟ୍ରି କରିସାରିଲାଣି ସିଏ ଅଲରେଡ଼ି ସେମାନେ 2 ଜଣ ବୁଲାବୁଲି ତାଙ୍କର ହୁଏ ତ ଫିଜିକାଲ ରିଲେସନସିପ୍ ବି ଥାଇପାରେ।